ସ୍ୱାମୀ ବିବେକାନନ୍ଦଙ୍କ ଜୀବନରୁ ଏକ ପ୍ରେରଣାଦାୟକ ମୂଲ୍ୟବାନ ଘଟଣା। ତଥାଗତ ସ୍ୱାମୀ ବିବେକାନନ୍ଦ ବାରାଣସୀ ପ୍ରସିଦ୍ଧ ଦୁର୍ଗା ମନ୍ଦିର ଦେଇ ଫେରୁଥିଲେ। ସେତେବେଳେ ସେଠାକାରେ ଅନେକ ବାନର ତାଙ୍କୁ ଘେରିଗଲେ। ମାଙ୍କଡ଼ଗୁଡ଼ିକ ଖାଦ୍ୟ ଆଶାରେ ଆକ୍ରମଣ ଢଙ୍ଗରେ ପଛରେ ଗୋଡ଼ାଇଲେ। ସ୍ୱାମୀଜୀ ଭୟଭୀତ ହୋଇ ଦ୍ରୁତ ଗତିରେ ଦୌଡ଼ିବାକୁ ଲାଗିଲେ। କିନ୍ତୁ ଯେତେବେଳେ ସେ ଦୌଡ଼ିଲେ, ମାଙ୍କୁଡ଼ଗୁଡ଼ିକ ମଧ୍ୟ ଆହୁରି ଜୋରରେ ତାଙ୍କ ପଛରେ ଗୋଡ଼ାଇଲେ ଏବଂ ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କଲେ। ସେହି ସମୟରେ ମନ୍ଦିରରେ ଜଣେ ବୃଦ୍ଧ ସନ୍ନ୍ୟାସୀ ଏହି ଦୃଶ୍ୟ ଦେଖୁଥିଲେ। ସେ ପାଟି କରି କହିଲେ, ରହିଯାଅ। ପଛକୁ ଫେରି ମାଙ୍କଡ଼ମାନଙ୍କର ସାମ୍ନା କର। ଗୁରୁତ୍ୱପୂର୍ଣ୍ଣ ସେହି କଥା ଶୁଣି ସ୍ୱାମୀଜୀ ଦୌଡ଼ିବା ବନ୍ଦ କରିଦେଲେ ଏବଂ ହଠାତ୍ ସେହି ମାଙ୍କଡ଼ମାନଙ୍କର ଆଡ଼କୁ ଦୃଢ଼ ଭାବରେ ଆଗକୁ ବଢ଼ିଲେ। ସେତେବେଳେ ସେ ମାଙ୍କଡ଼ମାନଙ୍କ ଆଖିକୁ ଆଖି ମିଶାଇ ଏକ ଗଭୀର ସ୍ୱରରେ ଗର୍ଜନ କଲେ। ସ୍ୱାମୀଜୀଙ୍କ ଏହି ଅପ୍ରତ୍ୟାଶିତ ଏବଂ ନିର୍ଭୀକ ପଦକ୍ଷେପ ଦେଖି ମାଙ୍କଡ଼ମାନଙ୍କୁ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଭୟଭୀତ ହୋଇ ସେଠାରୁ ଦୌଡ଼ି ପଳାଇଲେ। ଶିକ୍ଷା: ଏହି ଘଟଣାରୁ ସ୍ୱାମୀ ବିବେକାନନ୍ଦ ଜୀବନର ଏକ ମହାନ ଶିକ୍ଷା ପାଇଥିଲେ। ଜୀବନର ସମସ୍ୟା କିମ୍ବା ଭୟଠାରୁ କେବେ ବି ପଳାୟନ କର ନାହିଁ। ଯେତେବେଳେ ଆପଣ ସମସ୍ୟାର ସାମ୍ନା କରିବାକୁ ପଛଘୁଞ୍ଚା ଦିଅନ୍ତି, ସମସ୍ୟା ଆପଣଙ୍କୁ ଅଧିକ ଭୟଭୀତ କରାଏ। କିନ୍ତୁ ଯେତେବେଳେ ଆପଣ ସାହସ ସହିତ ତାହାର ମୁକାବିଲା କରନ୍ତି, ସମସ୍ୟା ଆପେ ଆପେ ଦୂର ହୋଇଯାଏ